ଏବେ ସମୟ दिन 10ଟା ହେବ। ପାହାନ୍ତା ପହରରେ ଏତେ ମେଘ ହେଲା ଯେ ମୁଁ ଭାବିଲି ଆଜି ଆଉ କିଛି କରିହେବନି, କିନ୍ତୁ ଠିକ୍ 6:30 7ଟା ବେଳକୁ ପାଗ ପୁରା ଫର୍ଚ୍ଚା ହେଇଗଲା। ପୁଅକୁ କହିଲି ଆମକୁ କିଏ ଟିକେ ନେଇପାରିବ କି ରେ ସାର୍ଙ୍କ ପାଖକୁ? ମଝିଆ ପୁଅ କହିଲା ହଁ, ମୋର ଭୁବନେଶ୍ୱରରେ କାମ ଅଛି, ତମକୁ ସେଠି ଛାଡ଼ିଦେଇ ମୁଁ ମୋର କାମ କରିବି। ବର୍ଷା ଧୁଆ ଆକାଶ ଆଉ ପରିବେଶ ଭାରି ସୁନ୍ଦର ଲାଗୁଥିଲା। ମୁଁ ତରତର ହେଇ ଲୁଗା ବଦଳେଇ ବାହାରି ପଡ଼ିଲି। ଯାଇ ଜଗନ୍ନାଥଙ୍କୁ ଦର୍ଶନ କଲି ଆଉ ପ୍ରଣାମ କଲି। ତାପରେ ସାର୍ଙ୍କ ପାଖରେ ବସି ବହୁତ ମନ କଥା କହିଲି। ସବୁବେଳେ ସାର୍ଙ୍କ ଫଟୋ ନେବାକୁ ମୋତେ ବଡ଼ ସଙ୍କୋଚ ଲାଗେ। କ'ଣ କାଳେ ସାର୍ ଭାବିବେ, ସାର୍ ତ ଏସବୁ ପସନ୍ଦ କରନ୍ତିନି। କିନ୍ତୁ ମୁଁ ସେଠିକି ଯାଏ ସାର୍ଙ୍କ ପାଖେ ଟିକେ ମନ ଖୋଲି କଥା ହେବାକୁ ଆଉ ଜଗନ୍ନାଥଙ୍କର ପ୍ରସାଦ ପାଇବାକୁ। 2ଟା ଯାକ କାର୍ଯ୍ୟ ସାରି ଘରକୁ ଫେରିଲା ବେଳକୁ କ'ଣ ରାଲି ହେଉଥିଲା କେଜାଣି ଦେଖୁନାହାନ୍ତି। ରାସ୍ତା ବେଶ ଗହଳି ଥିଲା। ଆମ ପାଖରେ ସମୟ ଥାଉ କି ନଥାଉ, ରାସ୍ତାରେ ଯେତେବେଳେ ଏତେ ଲୋକ ଚାଲୁଛନ୍ତି ଆମକୁ ତ ଅପେକ୍ଷା କରିବାକୁ ହିଁ ପଡ଼ିବ। ଭଲରେ ଖାଇକି ଆସିଥିଲି ଜଗନ୍ନାଥଙ୍କ ପ୍ରସାଦ, ତଥାପି ବହୁତ ସମୟ ରାଲି ପାଇଁ ଗାଡ଼ିରେ ଅପେକ୍ଷା କରିବାକୁ ପଡ଼ିଲା। ମୋର ବି ଭୁବନେଶ୍ୱରରେ ଆଉ ଟିକେ ଛୋଟ ଛୋଟ କାମ ଥିଲା। 2ଟା ଉଦ୍ଦେଶ୍ୟ ନେଇକି ମୁଁ ଯାଇଥିଲି। ଏକ ତ କାଲି ଆଙ୍କର ଜନ୍ମଦିନ, ଜଗନ୍ନାଥଙ୍କୁ ଦର୍ଶନ କରିବି ଆଉ କ'ଣ ଟିକେ କିଣାକିଣି କରିବି। ଏଇଠି ପରା ଗୋଟେ ରୂପା ଦୋକାନରୁ ମୋର ଗୋଟେ ଛୋଟିଆ ଜିନିଷ ଆଣିବାର ଥିଲା। ସେଠି ଯାଇ ପହଞ୍ଚିଲା ବେଳକୁ ଜାଣିଲି ସେମାନେ ବି ମୋର ସବସ୍କ୍ରାଇବର ବା ଜୀବନ ସରାଗ ପରିବାରର ସଦସ୍ୟ। ମୋତେ ଭାରି ଖୁସି ଲାଗିଲା। ମୁଁ ସେ ଛୋଟିଆ ଜିନିଷଟି କିଣି ଆଣି ପୁଣି ମିଠା ଦୋକାନକୁ ଗଲି। ଆସନ୍ତାକାଲି ପୁରା ଆଙ୍କ ଜନ୍ମଦିନ, ମାନେ ଆଜି। ଏଗୁଡ଼ା ସବୁ ଗଲା କାଲିର କଥା। ପୁଣି ଥରେ କ'ଣ ମିଠା ପାଇଁ କିଏ ଯାଇଥାନ୍ତି ଭୁବନେଶ୍ୱର, ତେଣୁ ମିଠା ବି ନେଇ ଆସିଥିଲି। ହଁ, ପୂର୍ବଦିନ ଜଗନ୍ନାଥଙ୍କ ପାଖକୁ ଯିବାର କାରଣ କ'ଣ କହିଲେ? ସବୁ କଥା ସବୁବେଳେ ଠିକ୍ରେ ଚାଲେନି। ଜନ୍ମଦିନରେ ଏମିତି ତ ଆଇଁଷ କରିବା ଉଚିତ ନୁହେଁ। ଆମେ କିନ୍ତୁ ବାରି ଦେଖି କାରବାର କରୁ। ଯଦି ଗୁରୁବାର, ରବିବାର ବା ଅନ୍ୟ କିଛି ଭଲ ଦିନରେ ପଡ଼ିଲା ତେବେ ଆଇଁଷ ହୁଏନି। ଶୁକ୍ରବାର କିମ୍ବା ବୁଧବାର ହେଲେ ଯାହାକୁ ଯେଉଁ ଆଇଁଷଟି ଭଲ ଲାଗେ ସେଦିନ ସେଇଆ ହୁଏ। ପୂଜାପୂଜି କାମ ସାରିଦେଇ ଆସିଲୁ। ବଡ଼ି ଭୋରୁ ମୁଁ ଉଠି ପଡ଼ିଥିଲି। ଗତ ରାତିରେ ତ ଏତେ ବର୍ଷା ହେଇଥିଲା କୁହନ୍ତୁନି। ପିଲାମାନେ ଫୁଲ ସବୁ ନେଇ ଆସିଥିଲେ। ମୁଁ ବଡ଼ି ଭୋରୁ ଉଠି ପ୍ରଥମେ ଠାକୁରଙ୍କୁ ସଜେଇ ଦେଲି। ମୋ ଠାକୁର ସୁନ୍ଦର ଥିଲେ ମୋର ସବୁ ସୁନ୍ଦର। ଠାକୁରଙ୍କୁ ସୁନ୍ଦର ଭାବରେ ସଜେଇ ଦେଲି। ପ୍ରଣାମ କରିକି ମୁଁ ବାହାରିଲି ବାଡ଼ି ଆଡ଼କୁ ଫୁଲ ତୋଳିବାକୁ। ସେତେବେଳେ ଯାଇ ବି ଫର୍ଚ୍ଚା ହେଇନଥିଲା ଆଉ ମେଘୁଆ ପାଗ ବେଶ ଥଣ୍ଡା ଥଣ୍ଡା ଲାଗୁଥିଲା। ଯାଇକି ଦେଖିଲା ବେଳକୁ ସୁନ୍ଦର ଦୁଦୁରା ଫୁଲ ଫୁଟିଛି। ଦେଖିଛନ୍ତି କେବେ ଏମିତି 2ଥାକିଆ ଦୁଦୁରା ଫୁଲ? ଫୁଲ ତୋଳିକି ବାରି ଭିତରକୁ ଗଲାବେଳକୁ ଗୋଟେ ବଡ଼ ସଜନା ଡାହି ଭାଙ୍ଗି ଯାଇଛି। ଆଜି ସକାଳେ ମୁଁ ଖୋଜି ଖାଚିକି ଗୋଟେ ହଳଦିଆ ଶାଢ଼ୀ ପିନ୍ଧିଥିଲି। କାହିଁକି କହିଲେ? ଆଜି ଥିଲା ଆଙ୍କର ଜନ୍ମଦିନ ଆଉ ତାଙ୍କର ପସନ୍ଦ ସବୁବେଳେ ହଳଦୀ ରଙ୍ଗ। ସେଇଥିପାଇଁ ମୁଁ ସକାଳୁ ଗାଧେଇ ପାଧେଇ ହଳଦିଆ ଶାଢ଼ୀଟିଏ ପିନ୍ଧି ଠାକୁରଙ୍କୁ ସଜେଇ ଦେଇ ବାରିକି ଫୁଲ ତୋଳିବାକୁ ଗଲି। ସଜନା ଗଛ ଭାଙ୍ଗି ପଡ଼ିଥିବାର ଦେଖିଲି, ଫୁଲ ତୋଳିକି ଆସିଲି। ଆଜି ଆଉ ସଜନା ଗଛ କାମକୁ କିଏ ପଚାରୁଛି? ନା ଫୁଲ ତୋଳି ହେବ ନା ଶାଗ। ମୁଁ ଆଇଲା ବେଳକୁ ଇଏ ବି ଯାହା ହଉ ଗାଧେଇ ପାଧେଇ ନୂଆ ଲୁଗାପଟା ପିନ୍ଧି ଦେଇଥିଲେ। ତେଣୁ ବନ୍ଦାପନା କାମଟା କରିଦେଲି। ସକାଳୁ କ'ଣ ଆଉ ପିଲାଙ୍କର ସ୍କୁଲ ବନ୍ଦ ହେବ? ଆମେ 3 ଶାଶୁ ବୋହୂ କଥା ହେଇଥିଲୁ, କୌଣସି କାମ ବନ୍ଦ କରିବାନି, ସେଇ ଭିତରେ ବାପାଙ୍କ ଜନ୍ମଦିନ ପାଳିବା। ତାଙ୍କ ଉପରେ ଟିକେ ଦୁବ ଚାଉଳ ପକାଇଲେ ତାଙ୍କର ଆୟୁଷ ବୃଦ୍ଧି ହେବ ବୋଲି ମୋର ବିଶ୍ୱାସ। ତେଣୁ ସମସ୍ତଙ୍କୁ ଜନ୍ମଦିନରେ ମୁଁ ବନ୍ଦାପନା କରେ। ତାଙ୍କୁ ଟିକେ ବନ୍ଦେଇ ଦେଲି। 2 ବୋହୂ ବି ଆସି ବନ୍ଦେଇଲେ। କୁନି ତ ତାଙ୍କର ଗୋଟା ପୁଣେ କେତେବେଳେ ତାଙ୍କୁ ପାଖ ଛାଡ଼େନି, ସେ ବି ବସି ପଡ଼ି ବନ୍ଦା ହେଇଗଲା। ମୁଁ ହସିକି କହିଲି, ମୁଁ କହିଲି ଆଜି କୁନି ତମକୁ 2ୟ ହେଇଗଲା। ଏଇ ଜନ୍ମଦିନଠୁ ତମର ମୋର ଛାଡ଼ପତ୍ର ହେଇଯାଉ। ଗୋଟେ ହସରଳ ଚାଲିଲା। ସତରେ କୁଆଡ଼େ ବିତିଗଲାଣି ଆମର 40 ବର୍ଷ। ସେତେବେଳର ମାନ ଅଭିମାନ, ରାଗ ରୁଷା ଏବେ ମନେ ପଡ଼ୁଛି। ମୁଁ କିନ୍ତୁ ବାହାବାସିରୁ ତାଙ୍କ ଜନ୍ମଦିନ କରିଆସୁଛି। ସେତେବେଳେ ଏସବୁ କରିବାକୁ ଟିକେ ଲାଜ ଲାଗୁଥିଲା। ଆଙ୍କ ଘରେ ସେମିତି ଜନ୍ମଦିନ ପାଳନ ହେଉନଥିଲା। କିନ୍ତୁ ଆମ ଘରେ ମୁଁ ଦେଖି ଆସିଛି ମୋ ବାପା ବୋଉଙ୍କର ବି ଜନ୍ମଦିନ ଆଉ ବିବାହ ବାର୍ଷିକୀ ସେମାନେ ପାଳୁଥିଲେ। କେବେ ଗଛଟେ ଲଗେଇକି ବା କେବେ ଛୋଟ ପିଲାଙ୍କୁ ଖାଇବାକୁ ଦେଇକି। ଆଜିକାଲିକା ପରି ନୁହେଁ ସତ, କିନ୍ତୁ ମୁଁ ମୋ ବାପା ବୋଉଙ୍କର ବିବାହ ବାର୍ଷିକୀ ଆଉ ଜନ୍ମଦିନ ପାଳନ ହେଉଥିବାର ଦେଖିଛି। ତେଣୁ ଆଙ୍କ ଜନ୍ମଦିନ ମୁଁ କେମିତି ନ ପାଳିଥାନ୍ତି? ସେତେବେଳେ ମୁଁ ଲୁଚେଇ ଚୋରେଇ ପାଳୁଥିଲି ଆଉ ଏ ବନ୍ଦାପନା କାର୍ଯ୍ୟକ୍ରମ ମୋଟେ ହିଁ କରୁନଥିଲି। ଆଙ୍କ ସାଙ୍ଗେ ଟିକେ ଏଇଭଳି କାମ କରିବାକୁ କେତେ ଲାଜ ଲାଗୁଥିଲା ସେତେବେଳେ। ମୁଁ ବାରିପଟୁ ଅଳ୍ପ ଫୁଲ ତୋଳି ଆଣି ତାଙ୍କୁ ଛୋଟ ଫୁଲ ତୋଡ଼ାଟେ ଲୁଚେଇକି ଦେଇ ଦେଉଥିଲି ଆଉ ଲୁଚେଇକି ମୁଣ୍ଡିଆଟେ ମାରି ଦେଉଥିଲି। ଆମେ ସମସ୍ତେ ସେତେବେଳେ ଏକାଠି ଥିଲୁ। ଅବଶ୍ୟ ସେତେବେଳେ ମୁଁ ଅଧିକାଂଶ ସମୟ କେଉଁଝରରେ ରହୁଥିଲି। ସେତେବେଳେ ଚିଠିରେ ବି ତାଙ୍କୁ ମୁଁ
जन्मदिनर शुभेच्छा जनाऊली पुराणा चिठी खोजिले एबे भी सेगुड़ा मिल दी बहु तांकु बंदेई देले आउ मिठा भी खुआईदेले केते खुशी रे मु आज ताको जन्मदिन पालुची सेबे कौन मु भाभी पारुथिली मु एमती जन्मदिन पाली परिबी बोली से किंतु किछि मने रखंतिनी मो जन्मदिन तांकर मने न थाए सेते मु केते कांदे भितरे भितरे केते अभिमान करे परे जानला परे से बुझांती कहंती तो पई कोन टिके नै आसीबी मु मना करे जो दिन रे जहा हबा कथा तो कलनी आउ कहीं के ना आनिबो हेले मो बापा कोन केबे मो जन्मदिन भूलंती एते दूर रे बाहा करथिले सिना जेमिति हेले मो जन्मदिन पूर्वरु बा सेई दिन आसी पहुंचंती आ मते लुगा खंडे दे जांती से सब कथा मने पड़े बोली तो मो अभिमान करे आ सेई बयस रे बोधे राग अभिमानटा टिके अधिक थाए एबे से सब कथा मने पड़िले हस लागुची जहा भी हो भलरे भलरे जन्मदिन काम चलची आ मु मोर पुराना कथा सब मने पकोची सुलु स्कूल बाहर की एकाथर चली आसला आ कौन गोटे गिफ्ट तांको हाथ को धरई देला से माने निज हाथ लेखारे विश करके आम मान को दियंती एटा आम घरर प्रथा तेणु तार सी आगु आसी देगला भारी सुंदर होता देखुना से तैयारी करछि मु सियाडू चली आसली कौन आनी देखा तापर तांको सहित मिसी फोटो उठे नेली सुलु ता गिफ्ट दे सारा पर यांकु पुणी घर को डाकिलु किछि एपर्यंत खियापिया हैनी गत काली कौन पाई के जानी पहाड़ बजार बंद थिला पुओ कटक रु फेरला बेले गोटे पोड़ आनिबो बोली हमर योजना थिला किंतु जेहेतु बजार बंद थिला गोटा पोड़ आ कोठी मिलिलानी जो गुडा मिलिला बहुत बड़ तेणु आमे आ पोड़ आनलुनी तांकु घरे आसी बसेला बेलकु सियाडू निंटू चली आसला देखुनांती सी भी हाथ रे गोटे कार्ड आनी ता जेज को धरई देला मु कहली खाली कौन कार्ड धरे मुंडिया मारछ कि रे गेलो करूनो से गेलो करदेला आ ता कार्ड टी को पुणी ये देखिले रहिला आउ रहीगला आम कुनी सांताणी कुआडे जाइछि से के जानी सी आसी जीवो मो व्यस्त हबार किछि नाही हेई देखंतु कहू कहू कुनी गोटे गोलाप फूल धरी चली आसलानी सी तो गोलाप फूल ही दबा कथा से आंकु गोलाप फूल टे धरे दे चौकी ऊपर चढ़ीगला सी भारी जबर ताकू आ गेलो करिया कहवा को पड़लानी से समस्त को एडे कुनीटा सिना समस्त को से स्नेह एमती बांधी रखी जे न देखले विश्वास करेनि हेरे बेले बेले ता बड़ भाई मानक थौची गोटे गोटे बुझिपारे तो मु ए फूल तोड़ाटी काली मगेई आ सकाळु ठाकुर को समर्पण कला परे से बासी तोड़ाटी आनी तांकु धरई देली भारी खुशी लागिला मते जे एई भली भाबरे मु आज तांको जन्मदिन पाळुची केते मुक्त भाबरे केते स्वच्छंदरे लाज शरम आउ नाही ए बुढ़ा बुढ़ी दिने आउ कोन लाज करिवि लाज सिना नाही हेले आंतरिकता स्नेह ममता ए सब कोन कमी जीव मु तो भाबुची जेते अधिक दिन सांग होई रहउचु सेते बढ़ी जाउची ए दिया जिगिरी कले कुनी गोटे गोलाप फूल देइछि बना आमे भी देबो मु कहली हां ठाकुर घरे अधिक गोलाप अछि जाओ नै आसीबो से माने पुणी नै आसी गोलाप देले आ प्रणाम कले ए परिवेश ए जो पिला मानकर कारबार ए जीवन को सबु बेले रंगीन कर रखिछि लागुची मु भी पुणी थरे मोर शैशव को फेरी आछि गुटिया को ही अपेक्षा थिला से भी खंडे कार्ड धरी चली आसला आउ तांकु धरई देला समस्ते स्कूल ड्रेस रे अछंती देखुनांती जांगू भी आसिला आ ता बापा को प्रणाम कला स्कूल काहे कि बंद हबो मु आंकु कहितली बहुत दिन को भी कहितली जे आमे 8टा पूर्व ही सब काम सारी दबा गला फूल तोड़ा दिया आउ तांको शुभेच्छा पत्र दिया निया सरी गला से राजी नथिले केक काटिया को मु कहली कोन करबा छुआ तो बिजु नाहंती पोड़ तो मिलानी केक टे काटी दियो केक काटिला बेलू निंटीर कौन बाग बिगड़ी गला सी टिके कांदिला नले खूब सुंदर भाव समस्ते तांको हैप्पी बर्थडे कहले ए सब तो से माने विभिन्न सीरियल आउ सिनेमा देखि शिखी जाउछंती आ ए सब नकले कहउछंती बो बापा जन्मदिन रे काहे कि किछि कलनी जेते पिठापणा हेताउ जहा हेताउ से ही कहउछंती आम घरर प्रथा अनुजाई चकुली मिठा आ खीरी टिके हुए आज एते तरतरे सबु हबारु खीरीटा को आमे बाद देइथिलु आउ 12टा बेल रोसई रे आइंस हबार थिला सेठी में ही तो पूर्व दिन रु जाई जगन्नाथ को प्रणाम करि आस्थिलु हेले आउ गोटे कथा हला आमे तो 12 नक्षत्र रे करूनी तारीख रे करू तेणु आइंस करिवारे मु मना करेनी जन्मदिन रे आइंस हुए तांकर तो प्रिय होउची मटन बड़ पुओ कहितला बो आज टिके मटन कर दबा किंतु आमे केही आज एकाठी रही पारलुनी कहीं समस्तर विभिन्न काम थिला झील जई तो मूलरू आसिलेनी बहुत दिया जोरजार रोसई लगी मु देखला बेलू रोसई प्राय शेष
ଭଲ କଥା ଶୀଘ୍ର ରନ୍ଧାବଢ଼ା ସରିଗଲା କିନ୍ତୁ ଆଜି ସହଭୋଜନ ହେଇପାରିଲାନି ସେଥିପାଇଁ ଟିକେ ମନ ଦୁଃଖ ରହିଗଲା। ଆମ ଘରେ ତ ପ୍ରାୟ ପ୍ରତି ମାସରେ ଗୋଟେ ଗୋଟେ ଜନ୍ମଦିନ ପଡ଼େ। ବହୁତ ଲୋକ କହନ୍ତି ଇଏ କାହିଁକି ନାହିଁ ସିଏ କାହିଁକି ନାହିଁ। ମୁଁ ଯାଇ ଦେଖିଲା ବେଳକୁ ମୋତେ ଝୋଳଟା ଟିକେ ପତଳା ଲାଗିଲା। ତେଣୁ କହିଲି ଆଉ ଟିକେ ବସେଇ ଦିଅ। ସତକୁ ସତ ସେମାନେ ଆଉ ଥରେ ବସେଇ ଦେଇଥିଲେ। ଆଉ ଖାଇଲା ବେଳକୁ ବଡ଼ ଚମତ୍କାର ହେଇଥିଲା। ଦେଖୁନାହାନ୍ତି କେମିତି ଦେଖାହେଉଛି। ଛତୁ ତରକାରୀ ଯେତିକି ସ୍ୱାଦ ହେଇଥିଲା ମଟନ୍ ବି ସେମିତି ସୁଆଦିଆ ହେଇଥିଲା। ଯିଏ ଥିଲୁ ସିଏ ଖାଇଲୁ। ଆଉ ଝିଅ ଜ୍ୱାଇଁ ବି ଆସିନଥିଲେ। ବାବାଇ ବି ନଥିଲା, ସେ ବି ତା କାମରୁ ଆସିପାରିଲାନି। ଛୁଟି ତ ମିଳିବା ବହୁତ କଷ୍ଟ। ଆମେ ଗୋଟେ ଛୁଟି ଦିନକୁ ଭୋଜିଟା ବାକି ଖାତାରେ ରଖିଦେଇଛୁ। ଆଉ ଥରେ ଭୋଜି କରିବୁ। ଆଜିର ରୋଷେଇ ଦେଖନ୍ତୁ। ଆଜିର ଜନ୍ମଦିନ କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା କହିବେ। ଆଉ ସିଆଡ଼ୁ ଫେରିଲେ ଜନ୍ମଦିନର ଭୋଜିଟା ହେବ। ଆଉ ଜନ୍ମଦିନ ଗିଫ୍ଟଟା ତ ମୁଁ ତାଙ୍କୁ ବହୁତ ଆଗରୁ ଦେଇଥିଲି। ଏଇ ଯେଉଁ ଚୌକିଟା ଆପଣମାନେ ଦେଖିଛନ୍ତି। ତେଣୁ ଆଜି ଏମିତି ଜନ୍ମଦିନ ସରିଗଲା। ସଞ୍ଜ ବେଳକୁ ବେଶ ଗୋଟେ ଅସରା ମେଘ ହୋଇଗଲା। ପିଲାମାନେ ଭାବିଲେ ଜନ୍ମଦିନରେ ତ ସ୍କୁଲ ଛୁଟି ହେଲାନି, ଆଜି ବୋଧେ ଟ୍ୟୁସନଟା ଛୁଟି ହେଇଯିବ। ହେଲେ ତାଙ୍କ ଭାଗ୍ୟକୁ ଆଜି ଟ୍ୟୁସନ ବି ଛୁଟି ହେଲାନି। ଅଳ୍ପ ସମୟ ମେଘ ହୋଇକି ମେଘ ଛାଡ଼ିଗଲା। ମୁଁ ତାଙ୍କୁ ନେଇ ଟ୍ୟୁସନରେ ଛାଡ଼ିଦେଲି। ଆଉ ଇଏ ହେଉଛନ୍ତି ମୋର ଜଣେ ନଣନ୍ଦ। ସେ ଛୋଟ ପିଲାମାନଙ୍କୁ ଟ୍ୟୁସନ କରନ୍ତି। ତାଙ୍କର ପାଠ କ୍ୟାରିୟର ବହୁତ ଭଲ। ସେଇଥିପାଇଁ ମୁଁ ତାଙ୍କୁ ବହୁତ ଭଲ ପାଏ। ମୁଁ ନେଇ ଛୁଆଙ୍କୁ ଛାଡ଼ିଲା ବେଳକୁ ଆମ କୁନି କହିଲା, ବୋଉ ଆଜି ଆମ ସମସ୍ତଙ୍କର ଭିଡ଼ିଓ କର। ବୋଲି ଠିକ୍ ଅଛି। ଯେଉଁ ପିଲାମାନେ ସବୁ ଟ୍ୟୁସନରେ ଥିଲେ ମୁଁ ତାଙ୍କ ଭିଡ଼ିଓ କଲି। ଆଉ ଭଗବାନଙ୍କ ପାଖେ ପ୍ରାର୍ଥନା କରୁଛି ମୋ ନଣନ୍ଦ ନିକୁ ବି ଭଲ ପାଠ ପଢ଼ନ୍ତୁ, ତାଙ୍କ ଛାତ୍ରମାନେ ବି ଭଲ ପାଠ ପଢ଼ନ୍ତୁ, ଇଏ ଦୀର୍ଘାୟୁ ହୁଅନ୍ତୁ। ଏତିକି